नमस्कार ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଉଦିତ ପ୍ରଧାନ ହେଲେ ନିଲମ୍ବିତ। ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ହେଲା। ଛାତ୍ର କଂଗ୍ରେସ ସଭାପତି ପଦରୁ ହେଲେ ନିଲମ୍ବିତ। ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି। ଛାତ୍ରୀଙ୍କୁ ପାନୀୟ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିବା ବେଳେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟ ଜଳ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ଛାତ୍ରୀ। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯାଇଥିଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆଇସିସି ରିପୋର୍ଟ, ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ର ଚାଞ୍ଚଲ୍ୟ କଥା ସାମ୍ନାକୁ ଆସିଛି। ଏଫଏମ୍ କଲେଜ ଆଇସିସି କମିଟି ରିପୋର୍ଟର ଏକ୍ସକ୍ଲୁଜିଭ କପି କନକ ନ୍ୟୁଜକୁ ହାତରେ ଲାଗିଥିବା ବେଳେ ଯେଉଁଥିରେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଥିବାର ସୂଚନା ଆସିଛି। କମିଟି କହିଛି ଯେ ତାଙ୍କ ବିରୋଧରେ କୌଣସି ଶାରୀରିକ ନିର୍ଯାତନା ଓ ଅସଦାଚରଣ ପ୍ରମାଣ ମିଳିନଥିବା ବେଳେ ଏହି ବିରୋଧରେ ଥିବା ଅଭିଯୋଗ ବିନା ପ୍ରମାଣ ବୋଲି ରିପୋର୍ଟ ଉଲ୍ଲେଖ ରହିଛି। କମିଟି ରିପୋର୍ଟ ପ୍ରକାଶ ପରେ ପୀଡ଼ିତା ଗଭୀର ମାନସିକ ଆଘାତରେ ଥିବା ଅନୁମାନ କରାଯାଇଥିବା ବେଳେ ଏହି ଘଟଣା ଆତ୍ମହୃତ୍ୟୁ ପାଇଁ ଚାପ ଦେଇଥିଲା କି ନାହିଁ ସେ ନେଇ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କଳ୍ପନା ଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସୋମବାର ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ବପତିଙ୍କ ସହ ଭେଟ କରିଛନ୍ତି। ଏହି ବୈଠକରେ ବହୁତ ସମୟ ଧରି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ସମୟରେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଥିଲା ସେ ବିଷୟରେ କୌଣସି ସୂଚନା ମିଳିନାହିଁ। ଏହି ବୈଠକକୁ ରାଜନୈତିକ ମହଲରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ ଶୀଘ୍ର ତାଙ୍କ ମନ୍ତ୍ରିମଣ୍ଡଳରେ ପୁନର୍ଗଠନ କରିବାକୁ ଯାଉଛନ୍ତି ବୋଲି କଳ୍ପନା ଜଳ୍ପନା ଜୋର ଧରିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଖୋଲିଲା 46 ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା 46 ସ୍କୁଲ ଖୋଲାଯାଇଥିବା ବେଳେ ଆଗାମୀ ଆଉ 4ଟି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। 46 ସ୍କୁଲ ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 22ଟି ଥିବା ବେଳେ ଦେବଗଡ଼ରେ 10ଟି, ବରଗଡ଼ରେ 7ଟି, ଯାଜପୁରରେ 4ଟି, ଖୋର୍ଦ୍ଧାରେ 3ଟି ସ୍କୁଲ ରହିଛି। 7,751 ସ୍କୁଲ ମିଶ୍ରଣ ନେଇ ଅନୁମୋଦନ ମିଳିଥିବା ବେଳେ 5,630 ସ୍କୁଲ ମିଶ୍ରଣ ହୋଇଛି। ମିଶ୍ରଣ ସ୍କୁଲଗୁଡ଼ିକୁ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେବାକୁ ସରକାର ପକ୍ଷରୁ ମନା କରାଯାଇଛି। କିନ୍ତୁ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ପେଟ୍ରୋଲିୟମ ନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀ କହିଥିବା ବେଳେ ପେଟ୍ରୋଲ ପମ୍ପ ସଂଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ସୂଚନା ଆସିଛି। ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ସିଜ୍ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ସଭାପତି ଥିବା ଜଗଦୀଶ ଧନଖଡ଼ ଗତକାଲି ପଦରୁ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ଏବଂ ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି। ଚିକିତ୍ସାକୁ ପ୍ରାଥମିକତା ଓ ଡାକ୍ତରଙ୍କ ପରାମର୍ଶ ପାଳନ କରି ସେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଲେଖିଛନ୍ତି। ଏହା ସହ ସହଯୋଗ ଓ ସୁସମ୍ପର୍କ ପାଇଁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସହଯୋଗ ପାଇଁ ସେ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି। 2022 ମେ 14ରେ ଉପରାଷ୍ଟ୍ରପତି ଭାବରେ ସେ ଶପଥ ନେଇଥିବା ବେଳେ 2022 ଅଗଷ୍ଟ 6ରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ମଗରିଟ ଆୱାଲଙ୍କୁ ପରାଜିତ କରିଥିଲେ। ମୋଟ 725 ଭୋଟରେ ଧନଖଡ଼ଙ୍କୁ 528ଟି ଭୋଟ ମିଳିଥିଲା ଓ ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ମାତ୍ର 162ଟି ଖଣ୍ଡ ଭୋଟ ମିଳିଥିଲା ଏବଂ ଏଥିରେ ସେ ଉପରାଷ୍ଟ୍ରପତି ପଦ ପାଇଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇର ଏକ ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ବଡ଼ ସତର୍କ ସୂଚନା ଆସିଛି। କାରଣ ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ ବ୍ୟବହାର କରୁଛନ୍ତି ଏବଂ ୟୁପିଆଇ ଉପରେ ନିର୍ଭରଶୀଳ ତେବେ ବ୍ୟାଙ୍କ କିଛି ସମୟ ପାଇଁ ଏହି ସେବାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ କରିଦେବ। ଯେଉଁମାନେ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଉଛନ୍ତି, ବିଲ୍ ପୈଠ କରନ୍ତି ଓ ଦୋକାନ କରୁଛନ୍ତି ସେମାନଙ୍କୁ ସଚେତନ ହେବା ପାଇଁ ଏହି ସୂଚନାଟି। ବ୍ୟାଙ୍କର ବିବୃତ୍ତି ଅନୁଯାୟୀ 22 ଜୁଲାଇ ଅର୍ଥାତ୍ ଆଜି ଦିନ 12ଟା15ରୁ 1 ପର୍ଯ୍ୟନ୍ତ ପ୍ରାୟ 45 ମିନିଟ୍ ପାଇଁ ଏସବିଆଇ ୟୁପିଆଇ ସେବା ଉପଲବ୍ଧ ରହିବ ନାହିଁ। ଏହି ସମୟ ମଧ୍ୟରେ ଆପଣ ଟଙ୍କା ପଠାଇ ପାରିବେ ନାହିଁ କିମ୍ବା ଗ୍ରହଣ କରିପାରିବେ ନାହିଁ। 1ଟା ପରେ ସେବାଗୁଡ଼ିକ ସ୍ୱାଭାବିକ ଭାବରେ ପୁନଃ ଆରମ୍ଭ ହେବ ବୋଲି ସୂଚନା ଆସିଥିବା ବେଳେ ଉପଭୋକ୍ତାମାନଙ୍କୁ ଏହା ଧ୍ୟାନ ଦେବାକୁ ଓ ସେହି ସମୟରେ ମଧ୍ୟରେ କୌଣସି ପ୍ରକାର କାରବାର ଏଡ଼ାଇବାକୁ ପରାମର୍ଶ ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।
ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଗଣବଳାତ୍କାର ଏବଂ ବିଭିନ୍ନ ନିର୍ଯାତନାର ଶିକାର ହୋଇଥିବା ଝିଅ, ଭଉଣୀ ଓ ମହିଳାମାନଙ୍କୁ ନ୍ୟାୟ ମିଳୁନାହିଁ। ଏହି ବିଶେଷ କରି ବାଲେଶ୍ୱର ଏମ୍ପିଏଲ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିଲା ନାହିଁ ଏବଂ ଛାତ୍ରୀ ଜଣକ କହି କହି ଥକିଗଲା। ପୋଲିସ କାହିଁକି ମାମଲା ରୁଜୁ କଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ। ଭକ୍ତ ଆହୁରି କହିଛନ୍ତି, ନିର୍ଯାତନାର ନେଇ ଛାତ୍ରୀ ଜଣକ ମୁଖ୍ୟମନ୍ତ୍ରୀ, ଏସ୍ପି ଅଫିସ ସମସ୍ତଙ୍କୁ ଟ୍ୱିଟ୍ କରିଛି। ହେଲେ କେହି ଶୁଣିଲେନି। ଭିଡିଓ ମାଧ୍ୟମରେ ବି ସେ ଛାତ୍ରୀ ଜଣକ କହିଥିଲେ ଜଣେ ଜବାବ ଦେଇ ନଥିଲେ ଏବଂ ଏହାର ଉତ୍ତର ଦେବାକୁ ପଡିବ ବୋଲି ସେ କହିବା ସହିତ ଛାତ୍ରୀଟି ମାରିବା ପର୍ଯ୍ୟନ୍ତ ଲଢେଇ କଲେ, ହେଲେ ଗୋଟେ ଏଫ୍ଆଇଆର ଦେଇ ପାରିଲେନି। ଏହା ଏକ ଦୁର୍ଭାଗ୍ୟଜନକ କଥା ହୋଇଥିବା ବେଳେ କଂଗ୍ରେସ ନ୍ୟାୟ ପାଇଁ ସବୁ କିଛି କରିପାରିବ ବୋଲି କହିଛନ୍ତି ଭକ୍ତ। ଏହା ସହିତ ଭକ୍ତ କହିଛନ୍ତି, ସୌମ୍ୟଶ୍ରୀଙ୍କ ନ୍ୟାୟ ପାଇଁ ଓଡ଼ିଶାରେ ପ୍ରତି ଘରେ ଘରେ ଆସନ୍ତା 24 ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଦିବସ ଭାବରେ ପୀଡ଼ିତା ପାଇଁ ନ୍ୟାୟ, ରାଜ୍ୟରେ ନିଖୋଜ ହୋଇଥିବା ମହିଳା ଓ ଶିଶୁ ପାଇଁ ନ୍ୟାୟ ପାଇଁ 1 ମିନିଟ ନୀରବ ପ୍ରାର୍ଥନା କରି ନିବେଦନ କରିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଖରିଫ ଋତୁ ଆରମ୍ଭ ହୋଇସାରିଥିବା ବେଳେ ଏହି କ୍ରମରେ ରାଜ୍ୟର ପ୍ରାୟ 58.50 ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି। କୃଷି ଓ କୃଷକଙ୍କ ସଶକ୍ତିକରଣ ବିଭାଗ ପ୍ରମୁଖ ପ୍ରଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ୍, ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ୍ ଇତ୍ୟାଦି ସଂସ୍ଥା ତଥା ଇଫ୍କୋ ଭଳି ପ୍ରମୁଖ ସାର ଉତ୍ପାଦନକାରୀ ସଂସ୍ଥା ଇତ୍ୟାଦି ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୂର୍ବ ବର୍ଷ ରେକର୍ଡ ପରିମାଣର ଅନୁଧ୍ୟାନ କରି ସେହି ଅନୁସାରେ ଆଗୁଆ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର ପାଢ଼ୀ। ଖରିଫ ଋତୁ ପାଇଁ ପ୍ରାୟତଃ ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ସାରର ସର୍ବାଧିକ ଚାହିଦା ରହିଥିବା ବେଳେ ଏହି ଚାହିଦାକୁ ମେଣ୍ଟାଇବା ପାଇଁ ଖରିଫ ଋତୁ ଆରମ୍ଭରେ ସରକାର ମାର୍କଫେଡ୍, ଟାକ୍ସ, ଲ୍ୟାମ୍ପସ୍ ତଥା ଖୁଚୁରା ଡିଲରମାନଙ୍କ ଉପରେ ବିଭିନ୍ନ ସାର ଯଥା ୟୁରିଆ, ଡିଏପି, ଏନ୍ପିକେଏସ୍, ଏସ୍ଏସ୍ପି ଆଦି ଉପଲବ୍ଧ କରାଇବା ପାଇଁ ବିଭାଗ ତରଫରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି।